ଚମ୍ପୁଆ ଥାନା କାଳିକା ପ୍ରସାଦ ପଞ୍ଚାୟତ ବସିରା ଗାଁରେ ଅମାନୁଷିକ ହତ୍ୟାକାଣ୍ଡ। ନିଜ ଜନ୍ମ କଲା ବାପା ମାଙ୍କୁ ଟାଙ୍ଗିଆରେ ହାଣିଲା ନୃଶଂସ ପୁଅ। ସୂଚନା ଅନୁଯାୟୀ ଆଜି ସକାଳ 7ଟାରୁ 8ଟା ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଛି। କୌଣସି ଏକ କାରଣକୁ ନେଇ ପୁଅ ଧ୍ୟାନ ମୁଣ୍ଡା ଘର ଅଗଣାରେ ହଠାତ୍ ବାପା ଗୁରୁଚରଣ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ମା ପାଲି ମୁଣ୍ଡା ପ୍ରତିବାଦ କରିବାରୁ ସେ ତାଙ୍କୁ ମଧ୍ୟ ଟାଙ୍ଗିଆ ଚୋଟ ମାରିବାକୁ ପଛାଇ ନଥିଲା। ତେବେ ପୂରା ଘଟଣା ହତ୍ୟାକାଣ୍ଡ ଭିଆଇଥିବା ଧ୍ୟାନ ମୁଣ୍ଡାଙ୍କ ଦୁଇ ନାବାଳକ ଦେଖିଥିଲେ। ଘଟଣାସ୍ଥଳରେ ହିଁ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ମା ପାଲି ମୁଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଚମ୍ପୁଆ ଏସଡିପିଓ ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି। ଏହି ଘଟଣା ପରେ ବସିରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ଉତ୍ସର୍ଗ ଖବର।